ଜୟ ଜଗନ୍ନାଥ। ପିଲାମାନେ, ବିଦ୍ୟୁତ୍ ଉତ୍ସ କେମିତି ତିଆରି ହେଉଛି ଏବଂ ସେ ଉତ୍ସ ଆସି ଆମ ଘରମାନଙ୍କ ପାଖରେ ପହଞ୍ଚୁଛି, ଆଜି ଆମେ ସେ ବିଷୟରେ ସମ୍ପୂର୍ଣ୍ଣ ଓଡ଼ିଆରେ ବୁଝିବା ଏବଂ ଜାଣିବା। ତ ବିଦ୍ୟୁତ୍ ଉତ୍ସର ଇଂଲିଶ ହେଉଛି ପାୱାର ପ୍ଲାଣ୍ଟ। ତ এই ପାୱାର ପ୍ଲାଣ୍ଟ ବେସିକାଲି ହେଉଛି ତିନି ପ୍ରକାରର। ଏକରେ ହେଉଛି ଥର୍ମାଲ ପାୱାର ପ୍ଲାଣ୍ଟ, ଦୁଇରେ ହେଉଛି ହାଇଡ୍ରୋ ପାୱାର ପ୍ଲାଣ୍ଟ, ତିନି ହେଉଛି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ତ ଥର୍ମାଲ ପାୱାର ପ୍ଲାଣ୍ଟ କ'ଣ? ଥର୍ମାଲ ମିନ୍ସ ହେଉଛି ହିଟ୍, ତାପ। ତାପରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହେଲେ ତାକୁ ଆମେ ଥର୍ମାଲ ପାୱାର ପ୍ଲାଣ୍ଟ କହିବା। ଏହାକୁ ମଧ୍ୟ ଷ୍ଟିମ୍ ପାୱାର ପ୍ଲାଣ୍ଟ ମଧ୍ୟ କୁହାଯାଏ। ଷ୍ଟିମ୍ ମିନ୍ସ ବାଷ୍ପ, ବାଷ୍ପରୁ ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୁଏ। ତ ଆର ଯଦି ଡେଫିନେସନ୍ ଲେଖିବା ପୁରା ସହଜ ଅଛି। ଥର୍ମାଲ ମିନ୍ସ ହିଟ୍, ହିଟ୍ ଏନର୍ଜି ଟୁ convert electrical energy is known as thermal power plant. It is also known as steam power plant. ବର୍ତ୍ତମାନ ଆର ବ୍ଲକ୍ ଡାଇଗ୍ରାମ ଆମେ ଦେଖିବା କେମିତି ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହେଉଛି। ତ ଦେଖ, ବର୍ତ୍ତମାନ ଆର ବେସିକ୍ ପାର୍ଟସ୍ ଅଫ୍ ଥର୍ମାଲ ପାୱାର ପ୍ଲାଣ୍ଟ, ଏଇ ପାର୍ଟକୁ ନେଇକି ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହେଉଛି। ତ ପ୍ରଥମେ କୋଲ୍ଡ ଷ୍ଟୋରେଜ୍, ତାପରେ କୋଲ୍ ହ୍ୟାଣ୍ଡଲିଂ, ଦେନ୍ ତାପରେ ବଏଲର, ତାପରେ ହିଟ୍ ସୁପର ହିଟର, ଦେନ୍ ଭାଲ୍ଭ, ଦେନ୍ ଟର୍ବାଇନ୍, ଦେନ୍ ଅଲ୍ଟରନେଟର, ଦେନ୍ ଏକ୍ସାଇଟର, ଦେନ୍ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହେଉଛି। ଆର୍ ୱାଇ ବି ଦେଇ ସପ୍ଲାଇ ପ୍ରୋଭାଇଡ଼ ହେଉଛି। ଦେନ୍ ଏଠି ଲାଗିଛି ଚିମିଣି, ଏଠି ଏୟାର ପ୍ରି ହିଟର, ଏଠି ଇକୋନୋମାଇଜର ଏବଂ ଦ୍ୟାଟ୍ ଇଜ୍ ଦ ବଏଲର। ଟର୍ବାଇନ୍ ଲାଗିଛି ଏବଂ ଭାଲ୍ଭ ଲାଗିଛି। ଟର୍ବାଇନ୍ରୁ କଣ୍ଡେନ୍ସର ଲାଗିଛି, କଣ୍ଡେନ୍ସରରୁ କୁଲିଂ ଟାୱାର ଦ୍ୟାଟ୍ ଇଜ୍ ଦ ରିଭର ଏବଂ ୱାଟର ହିଟର ଲାଗିଛି, ପମ୍ପ ଲାଗିଛି। ଦ୍ୟାଟ୍ ଇଜ୍ ଦ ବେସିକ୍ ଫଙ୍କସନାଲ୍ ବ୍ଲକ୍ ଡାଇଗ୍ରାମ ଅଫ୍ ଥର୍ମାଲ ପାୱାର ପ୍ଲାଣ୍ଟ। ତ କୋଲ୍ଡ ଷ୍ଟୋରେଜରେ କ'ଣ ହୁଏ ନା କୋଇଲା ଗଚ୍ଛିତ ହେଇକି ରୁହେ। ଦେନ୍ ଏଇ କୋଇଲା କୋଲ୍ ହ୍ୟାଣ୍ଡଲିଂ ସାହାଯ୍ୟରେ ବୁହା ହେଇକି ବଏଲରକୁ ଆସେ। ଦେନ୍ ବଏଲରର କାମ କ'ଣ? ବଏଲରରେ କୋଇଲା କମ୍ବୁସନ୍ ହୁଏ, କମ୍ବୁସନ୍ ହେଇ ସେଠୁ ଷ୍ଟିମ୍ ପ୍ରଡ୍ୟୁସ୍ କରେ। କେମିତି ଷ୍ଟିମ୍ ପ୍ରଡ୍ୟୁସ୍ କରିବ? ଯେତେବେଳେ କୋଇଲା ଜଳିବ ତା ଉପରେ ୱାଟର ଆଣିକି ପକାଯାଏ, ଦ୍ୟାଟ୍ ଇଜ୍ ଦ ରିଭର। ରିଭରରୁ ଆଣି ୱାଟର ବଏଲରରେ ପକାଯାଏ, ତ ବଏଲରରୁ ଷ୍ଟିମ୍ ପ୍ରଡ୍ୟୁସ୍ ହୁଏ। ତ ସେଇ ଷ୍ଟିମ୍ କ'ଣ ହୁଏ ନା ସୁପର ହିଟରକୁ ଯାଏ। ସୁପର ହିଟର କାମ ହେଲା ଷ୍ଟିମ୍କୁ ଆଉ ଥରେ ଭଲ ଭାବରେ ହିଟିଂ କରେ, ସୁପର ହିଟ୍ କରେ। ଦେନ୍ ସେଇ ଷ୍ଟିମ୍ ଭାଲ୍ଭକୁ ଯାଏ। ଦେନ୍ ଭାଲ୍ଭର କାମ ହେଲା ତାକୁ ଇନକ୍ରିଜ୍ ଆଣ୍ଡ ଡିକ୍ରିଜ୍ କରିବା। ତ ସେ ଯେଉଁ ଷ୍ଟିମ୍ ଲେବୁଲକୁ ଇନକ୍ରିଜ୍ ଆଣ୍ଡ